ଆଜି ଆମେମାନେ ଯୋଗ ସମ୍ପର୍କରେ ଆଲୋଚନା କରି ଦେଖିବା। ଯୋଗର ବିଭିନ୍ନ ଅଙ୍ଗମାନ ରହିଛି। ସେଗୁଡ଼ିକ ମଧ୍ୟରେ ଆସନକୁ ଯୋଗର ତୃତୀୟ ଅଙ୍ଗ ରୂପେ ଗଣନା କରାଯାଇଛି। ଆସନ ଯୋଗର ତୃତୀୟ ଅଙ୍ଗ ହୋଇଥିବାରୁ ଏହାକୁ ଯୋଗାସନ ବୋଲି କହିଥାନ୍ତି। ଆସନ ଶବ୍ଦକୁ ବ୍ୟୁତ୍ପତ୍ତି କରିବାକୁ ଯାଇ କୁହାଯାଇଛି ଆସତ୍ୟେ ଆସ୍ତେ ବା ଅନେନ ଇତି ଆସନମ୍, ଅର୍ଥାତ୍ ଶରୀରକୁ ପୃଥକ ପରିସ୍ଥିତିରେ ରଖିବା ଅଥବା ସ୍ଥିରତାପୂର୍ବକୁ ବହୁ ସମୟ ପର୍ଯ୍ୟନ୍ତ ଯେଉଁ ସ୍ଥିତିରେ ଶରୀରକୁ ରଖିହେବ ତାହାକୁ ଆସନ କହନ୍ତି। ତତ୍ସମ୍ପର୍କୀୟ ମତାମତ ପ୍ରକାଶ କରିବାକୁ ଯାଇ ମହର୍ଷି ପତଞ୍ଜଳି ସ୍ପଷ୍ଟ ରୂପେ ପ୍ରକାଶ କରିଛନ୍ତି ସ୍ଥିର ସୁଖମାସନମ୍। ଆସନ ଯଦିଓ ବିଭିନ୍ନ ପ୍ରକାରର ରହିଛି, ତଥାପି ଭିନ୍ନ ଭିନ୍ନ ଆସନର ମହତ୍ତ୍ୱ ଗୁଣ ଲାଭ ପ୍ରଭୃତି ଏକ ପ୍ରକାର ନ ହୋଇ ନାନା ପ୍ରକାରର ହୋଇଥାଏ। ଆବାଳବୃଦ୍ଧ ବନିତା ସମସ୍ତେ ନିୟମିତ ରୂପେ ଆସନ କରି ଶରୀରର ରୋଗ ସମୂହକୁ ଅକ୍ଲେଶରେ ଦୂର କରିପାରିବେ। ନିୟମିତ ଆସନ ଦ୍ୱାରା ସୁନ୍ଦର ସ୍ୱାସ୍ଥ୍ୟ ଲାଭ ହେବା ସଙ୍ଗେ ସଙ୍ଗେ ମଣିଷ ଦୀର୍ଘାୟୁ ମଧ୍ୟ ହୋଇଥାଏ।